ଆରେ ଆରେ ସନ୍ଧ୍ୟା ହେଉ ହେଉ ଏତେ ଜୋରେ ବର୍ଷା ଆରମ୍ଭ ହେଇଗଲା। ମୋ ବତକ ମାନେ ଏଯାଏଁ ଘରକୁ ଫେରି ନାହାନ୍ତି। ଯାଏ ଛତା ଧରି ସେମାନଙ୍କୁ ନେଇ ଆସେ। ଏମିତି କହି ବୁଢ଼ୀ ଚଢ଼େଇ ତା ବତକ ମାନଙ୍କୁ ଆଣିବାକୁ ଗଲା। ଦୂରରୁ ତାକୁ ଗୋଟେ କୁକୁଡ଼ା ଦେଖୁଥିଲା। ମୋ ଅଭିଶାପ ପାଇଁ ମୁଁ ଆଜି ଏମିତି କଷ୍ଟ ପାଉଛି। ଏ ବୁଢ଼ୀ ଚଢ଼େଇକୁ ଦେଖି ଲାଗୁଛି ସେ ଭଲ ପକ୍ଷୀ ହେଇଥିବ। ସେ ମୋତେ ମୋ ଅଭିଶାପରୁ ମୁକ୍ତ କରିପାରେ। ମୁଁ ତା ବତକ ମାନଙ୍କ ସାଙ୍ଗରେ ତା ଘରକୁ ଯାଏ। ଏମିତି କହି ସେ କୁକୁଡ଼ା ବତକ ମାନଙ୍କ ସାଙ୍ଗରେ ମିଶି ବୁଢ଼ୀ ଚଢ଼େଇ ସାଙ୍ଗରେ ଗଲା। ବର୍ଷା ହେଉଥିବାରୁ ବୁଢ଼ୀ ଚଢ଼େଇ କୁକୁଡ଼ାକୁ ଦେଖିପାରିଲାନି। ସେ ବତକ ମାନଙ୍କୁ ତାଙ୍କ ଘରେ ରଖି ନିଜ ଘରକୁ ଚାଲିଗଲା। ପରଦିନ ସକାଳେ ବୁଢ଼ୀ ଚଢ଼େଇ ବତକ ମାନଙ୍କ ପାଖକୁ ଆସି କୁକୁଡ଼ାକୁ ଦେଖିଲା। ଆରେ ଏ କ'ଣ? ଏ କୁକୁଡ଼ା ଏଠାକୁ କେମିତି ଆସିଲା? ଏ କାହାର କୁକୁଡ଼ା? ଏ କୁକୁଡ଼ା ବୋଧେ ଭୁଲରେ ମୋ ବତକ ମାନଙ୍କ ସାଙ୍ଗରେ ଚାଲି ଆସିଛି। ଭଲ ହେଲା, ଏବେ ମୁଁ ବତକ ଅଣ୍ଡା ସହ କୁକୁଡ଼ା ଅଣ୍ଡା ବି ବିକ୍ରି କରିପାରିବି। ତମ ସମସ୍ତଙ୍କୁ ଭୋକ ଲାଗିଥିବଣି। ରୁହ, ମୁଁ ଏବେ ଖାଇବା ଆଣିଦଉଛି। ଏମିତି କହି ବୁଢ଼ୀ ଚଢ଼େଇ ସେମାନଙ୍କୁ ଖାଇବା ଆଣିଦେଲା। ଖାଇବା ଖାଇ ସାରିଲା ପରେ ବତକ ଦଳ ବାହାରକୁ ଗଲେ। କୁକୁଡ଼ା ବି ତାଙ୍କ ସାଙ୍ଗରେ ଥିଲା। ମତେ ଲାଗୁଛି ଏ ବୁଢ଼ୀ ଚଢ଼େଇ ବହୁତ ଭଲ। ସେ ମତେ ମୋ ଅଭିଶାପରୁ ମୁକ୍ତ କରିପାରିବ। ମୁଁ କାଲି ତାକୁ ଗୋଟେ ସୁନା ଅଣ୍ଡା ଦେବି। ଏହିପରି ସେ ଦିନ ବିତିଗଲା। ପରଦିନ ସକାଳେ ବୁଢ଼ୀ ଚଢ଼େଇ ବାହାରକୁ ଆସି ଦେଖିଲା କୁକୁଡ଼ା ଗୋଟେ ସୁନା ଅଣ୍ଡା ଦେଇଛି। ଏ କ'ଣ? ଏ କୁକୁଡ଼ାଟା ସୁନା ଅଣ୍ଡା ଦେଇଛି? ତାହେଲେ ତ ଏ କୁକୁଡ଼ାଟା ଯାଦୁର କୁକୁଡ଼ା। ଏମିତି କହି ବୁଢ଼ୀ ଚଢ଼େଇ ସେ କୁକୁଡ଼ାକୁ ଧରି ପକେଇଲା। ମୁଁ ବୁଝିଗଲି, ତୁ ଯାଦୁର କୁକୁଡ଼ା। ଦେ ଦେ, ମତେ ଆହୁରି ସୁନା ଅଣ୍ଡା ଦେ, ନହେଲେ ମୁଁ ତତେ ବନ୍ଦୀ କରି ରଖିବି। ଆରେ ମୁଁ ତ ଭୁଲ ଭାବିଥିଲି। ଏ ବୁଢ଼ୀ ଚଢ଼େଇ ବହୁତ ଲୋଭୀ। ମୁଁ ଏବେ ହିଁ ଏଠାରୁ ପଳାଏ। ତାପରେ କୁକୁଡ଼ା ବୁଢ଼ୀ ଚଢ଼େଇ ପାଖରୁ ଖସି ଦୌଡ଼ିକି ସେଠାରୁ ଚାଲିଗଲା। ଆରେ କୁଆଡ଼େ ଯାଉଛୁ ଯାଦୁର କୁକୁଡ଼ା? ରହ ରହ। ଏ କ'ଣ ହେଇଗଲା? ବେଶୀ ଲୋଭ କଲି ବୋଲି ବୋଧେ ମୋ ସୁନା ଅଣ୍ଡା ଦିଆ କୁକୁଡ଼ା ଚାଲିଗଲା। ମୁଁ ଭୁଲ ଭାବିଥିଲି। ଏ ପକ୍ଷୀ ଗୁଡ଼ା ଭାରି ଲୋଭୀ। ମୁଁ ଏବେ କୁଆଡ଼େ ଯିବି? ତାପରେ କୁକୁଡ଼ା ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଦେଖିଲା ଗୋଟେ କାଉ ଗରିବ ଚଢ଼େଇ ମାନଙ୍କୁ ଖାଇବା ବାଣ୍ଟୁଛି। ଏ ପକ୍ଷୀଟି ଗରିବ ମାନଙ୍କୁ ଖାଇବା ବାଣ୍ଟୁଛି। ନିଶ୍ଚୟ ଏ ପକ୍ଷୀଟି ଭଲ ମନର ହେଇଥିବ। ମୁଁ ଏବେ ତା ପାଖକୁ ଯାଏ। ଆରେ କୁକୁଡ଼ା, ତୁ ଏକା ଏକା କାହିଁକି ବୁଲୁଛୁ? ତୋ ମାଲିକ କିଏ? ମୋର କେହି ମାଲିକ ନାହାନ୍ତି। ମୋ ପାଖରେ ରହିବାକୁ ଘର ବି ନାହିଁ। ତୁମେ ମତେ ନିଜ ପାଖରେ ରଖ, ମୁଁ ତୁମର ସବୁ କଥା ମାନିବି। ଆଚ୍ଛା ଠିକ୍ ଅଛି, ତୁ ମୋ ଘରେ ରହିପାରିବୁ। ମୋର କିଛି ଅସୁବିଧା ନାହିଁ। ସେଦିନ ଠାରୁ କୁକୁଡ଼ା କାଉ ଘରେ ରହିଲା। ପରଦିନ ସକାଳେ ସେ ଗୋଟେ ସୁନା ଅଣ୍ଡା କାଉକୁ ଦେଲା। ଏ କ'ଣ କୁକୁଡ଼ା, ତୁ ସୁନା ଅଣ୍ଡା ଦେଇଛୁ? ହଁ, ତୁମେ ବହୁତ ଭଲ। ସେଥିପାଇଁ ମୁଁ ତୁମକୁ ସୁନା ଅଣ୍ଡା ଦେଇଛି। ମୁଁ ପ୍ରତିଦିନ ତୁମକୁ ସୁନା ଅଣ୍ଡା ଦେବି। ତାପରେ କାଉ ସୁନା ଅଣ୍ଡା ଧରି ବଜାରକୁ ଯାଇ ବିକ୍ରି କଲା। ଏମିତି କିଛି ଦିନ ବିତିଗଲା। କୁକୁଡ଼ା ପ୍ରତିଦିନ କାଉକୁ ସୁନା ଅଣ୍ଡା ଦେଉଥିଲା। ଧୀରେ ଧୀରେ କାଉ ମନରେ ଲୋଭ ଆସିଲା। ମୋ ଭାଗ୍ୟ ଖୋଲିଗଲା। ଏବେ ମୁଁ ଜଙ୍ଗଲରେ ସବୁଠାରୁ ଧନୀ ପକ୍ଷୀ ହେଇଯିବି। ସେ କୁକୁଡ଼ା ପେଟରେ ନିଶ୍ଚୟ ବହୁତ ସୁନା ଅଣ୍ଡା ଥିବ। ମତେ ପ୍ରତିଦିନ ଗୋଟେ ଗୋଟେ ସୁନା ଅଣ୍ଡା ନେବାକୁ ଭଲ ଲାଗୁନି। ଆଜି ରାତିରେ ମୁଁ କୁକୁଡ଼ାର ପେଟ କାଟି ତାର ସବୁ ସୁନା ଅଣ୍ଡା ନେଇଯିବି। ହା ହା ହା। ଏମିତି ଚିନ୍ତା କରି ରାତିରେ କାଉ ଛୁରୀ ଧରି କୁକୁଡ଼ା ପାଖକୁ ଗଲା। ସେ ଯେମିତି କୁକୁଡ଼ାର ପେଟ କାଟିବାକୁ ଗଲା, କୁକୁଡ଼ାର ନିଦ ଭାଙ୍ଗିଗଲା। ଏ କ'ଣ? ତୁମେ ଏଠି? ଆଉ ତୁମେ ଛୁରୀ କାହିଁକି ଧରିଛ? ତୋ ପେଟରେ ଅନେକ ସୁନା ଅଣ୍ଡା ଅଛି। ମୁଁ ଏବେ ତ ପେଟ କାଟି ତୋର ସବୁ ସୁନା ଅଣ୍ଡା ନେଇଯିବି। ଲୋଭୀ ପକ୍ଷୀ, ତୋର ଇଚ୍ଛା କେବେ ପୂରା ହେବନି। ମୁଁ ଏବେ ଏଠୁ ଚାଲିଯିବି। ଏମିତି କହି କୁକୁଡ଼ା ଜୋରେ ଦୌଡ଼ିକି ସେଠାରୁ ଚାଲିଗଲା। କାଉ ତାକୁ ଧରି ପାରିଲାନି। ଏ କ'ଣ ହେଇଗଲା? ମୋ ଲୋଭ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ମୋ ପାଖରୁ ଚାଲିଗଲା। ପ୍ରତିଦିନ ଗୋଟେ ହେଲେ ସୁନା ଅଣ୍ଡା ପାଉଥିଲି।
ଏବେ ମୁଁ ତା ବି ପାଇବିନି। ଏ ଜଙ୍ଗଲରେ କଣ ସବୁ ପକ୍ଷୀ ଲୋଭି? କେହି କଣ ଭଲ ପକ୍ଷୀ ନାହାନ୍ତି? କୁକୁଡ଼ା ଏସବୁ ଚିନ୍ତା କରି ଆଗକୁ ଯାଉଥିଲା। ହଠାତ୍ ତାର ମୁଣ୍ଡ ବୁଲେଇ ଦେବାରୁ ସେ ତଳେ ପଡ଼ିଗଲା। ସେତେବେଳେ ଗୋଟେ ଚଢ଼େଇ ଆଉ ତାର ଝିଅ ଘରକୁ ଫେରୁଥିଲେ। ସେମାନେ କୁକୁଡ଼ାକୁ ଦେଖି ତା ପାଖକୁ ଗଲେ। ମା ମା ଦେଖ, ସେଠି ଗୋଟେ କୁକୁଡ଼ା ପଡ଼ିଛି। ଲାଗୁଛି ତାର ଦେହ ଭଲ ନାହିଁ। ମା ଚାଲ ତା ପାଖକୁ ଯିବା। ଆରେ ମା, କୁକୁଡ଼ାଟି ତ ବେହୋସ ହେଇଯାଇଛି। ତ କୁକୁଡ଼ାକୁ ଧର, ଆମେ ତାକୁ ଘରକୁ ନେଇଯିବା। ତାର ହୋସ ଆସିଲେ ସେ କହିପାରିବ ତାର କଣ ହେଇଥିଲା। ତାପରେ ଚଢ଼େଇ ଆଉ ତାର ଝିଅ କୁକୁଡ଼ାକୁ ଧରି ନିଜ ଘରକୁ ଗଲେ। କୁକୁଡ଼ାର ଚିକିତ୍ସା କଲା ପରେ ସେ ସୁସ୍ଥ ହେଲା ଆଉ ତାର ହୋସ ଆସିଲା। ମୁଁ କୋଉଠି ଅଛି? କିଏ ତମେ ମାନେ? ଭୟ କରନି କୁକୁଡ଼ା, ତୁମେ ଠିକ ଜାଗାରେ ଅଛ। ମୋ ମା ଜଣେ ଡକ୍ଟର। ସେ ତମ ଚିକିତ୍ସା କରି ତୁମକୁ ସୁସ୍ଥ କରିଛନ୍ତି। ତୁମକୁ ଭୋକ ଲାଗିଥିବଣି, ଏଇ ନିଅ କିଛି ଖାଇବା। ଏ ଚଢ଼େଇ ମାନେ ଭଲ କି ଖରାପ, ମୁଁ ସୁନା ଅଣ୍ଡା ଦେଇ ପରୀକ୍ଷା କରେ। ଏ କଣ ସୁନା ଅଣ୍ଡା? ମା ମା ଦେଖିବ ଆସ, କୁକୁଡ଼ା ସୁନା ଅଣ୍ଡା ଦେଇଛି। ହଁ, ମୁଁ ସୁନା ଅଣ୍ଡା ଦେଇପାରେ। ଏବେ ମୁଁ ପ୍ରତ୍ୟେକ ଦିନ ତମକୁ ସୁନା ଅଣ୍ଡା ଦେବି। ତୁମେ ସତ କହୁଛ କୁକୁଡ଼ା? ତାହେଲେ ତ ଖୁବ ଭଲ ହେବ। ମା, ତୁମେ ହସ୍ପିଟାଲ ଖୋଲିବା କଥା ସବୁବେଳେ ଭାବୁଥିଲ। ଏବେ ତୁମେ ସୁନା ଅଣ୍ଡା ବିକ୍ରି କରି ଖୁବ ଶୀଘ୍ର ହସ୍ପିଟାଲ ଖୋଲି ପାରିବ। ହଁ, ତୁ ଠିକ କହିଲୁ ରେ ମା। ମୁଁ ଖୁବ ଶୀଘ୍ର ଆମ ଜଙ୍ଗଲରେ ଗୋଟେ ହସ୍ପିଟାଲ ଖୋଲିବି ଆଉ ଚେଷ୍ଟା କରିବି ଯେମିତି ସମସ୍ତେ ମାଗଣାରେ ସେଠି ଚିକିତ୍ସା ପାଇପାରିବେ। ଏମିତି ପ୍ରତିଦିନ କୁକୁଡ଼ା ଚଢ଼େଇକୁ ସୁନା ଅଣ୍ଡା ଦେଲା। ସେଇ ସୁନା ଅଣ୍ଡା ବିକ୍ରି କରି ଚଢ଼େଇ ଗରିବ ମାନଙ୍କୁ ସାହାଯ୍ୟ କରୁଥିଲା ଆଉ ତା ସହ ସେ ହସ୍ପିଟାଲ ଖୋଲି ସମସ୍ତଙ୍କର ମାଗଣାରେ ଚିକିତ୍ସା ବି କଲା। ଆରେ କୁକୁଡ଼ା, ତୁମ ପାଇଁ ସବୁ କିଛି ସମ୍ଭବ ହେଇଛି। ଗରିବ ଅସହାୟ ପକ୍ଷୀମାନେ ମାଗଣାରେ ଚିକିତ୍ସା ପାଇପାରୁଛନ୍ତି। ତୁମକୁ ଯେତିକି ଧନ୍ୟବାଦ ଦେବି କମ ହେବ। ଆରେ ମୁଁ ମୋ ପୂର୍ବ ରୂପ ଫେରି ପାଇଲି। ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏ କଣ, ତୁମେ କୁକୁଡ଼ାରୁ ପରି କେମିତି ହେଲ? ଏସବୁ କେମିତି ସମ୍ଭବ? କହୁଛି, ମୁଁ ତମ ମାନଙ୍କୁ ସବୁ କିଛି ବୁଝେଇକି କହୁଛି। ମୁଁ ପରି ରାଜ୍ୟର ରାଜକୁମାରୀ ସୋନାଲି। ମୋ ମା ସେ ରାଜ୍ୟର ରାଣୀ ଥିଲେ। ମୁଁ ରାଜକୁମାରୀ ହେଇଥିବାରୁ ଭାରି ଅହଙ୍କାରୀ ହେଇଥିଲି। ଦିନେ ମୁଁ ଆମ ବଗିଚାରେ ବୁଲୁଥିଲି। ସେହି ସମୟରେ ଏତେ ସୁନ୍ଦର ମୋ ବଗିଚାରେ ଏମିତି ଗୋଟେ କୁଡ଼ିଆ ଘର କରି କିଏ ରହୁଛି? ପରି, ଏ ଘରେ ଗୋଟେ ଚଢ଼େଇ ରହୁଛି। ସେ ସାଧାରଣ ଚଢ଼େଇ ନୁହଁ, ତା ପାଖରେ ଅନେକ ଯାଦୁ ଶକ୍ତି ଅଛି। ସେ ରାଣୀ ମାଙ୍କର ସେବା କରିବା ପାଇଁ ଏଠାକୁ ଆସିଛି। ସେ ଚଢ଼େଇ ଯିଏ ବି ହେଇଥାଉ, ସେ ଏଠି ରହିପାରିବନି। ମୋ ମାଙ୍କ ପରି ମୁଁ ଏ ରାଜ୍ୟର ରାଣୀ ହେବି। ମୋର କାହାର ବି ସେବା ଦରକାର ନାହିଁ। ଏତେ ସୁନ୍ଦର ବଗିଚାଟିରେ ଏମିତି ଗୋଟେ ଅପରିଷ୍କାର ଘର ଭଲ ଦେଖାଯାଉନି। ଯାଅ, ଶୀଘ୍ର ଏ ଘରକୁ ଭାଙ୍ଗି ଦିଅ। ଏ କଣ, ତମେ ମାନେ ମୋ ଘର କାହିଁକି ଭାଙ୍ଗିଦେଲ? ମୋ ବିନା ଅନୁମତିରେ ତୁ ଏଠି ଘର ତିଆରି କରିଛୁ ଆଉ ମତେ ପ୍ରଶ୍ନ ପଚାରୁଛୁ? ତୁ ମୋ ବଗିଚାରେ ରହିପାରିବୁନି। ତୁ ଏଠୁ ଚାଲିଯା। ପରି, ତୋର ଏତେ ଅହଙ୍କାର? ମୁଁ ତତେ ଅଭିଶାପ ଦେଉଛି। ତୁ ଏବେ ହିଁ ଗୋଟେ ଛୋଟ ଜୀବ ପାଲଟି ଯିବୁ। ସେ ଚଢ଼େଇର କଥା ସରୁ ସରୁ ହିଁ ମୁଁ ଗୋଟେ କୁକୁଡ଼ା ପାଲଟି ଗଲି। ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ଦୟାକରି ନିଜ ଅଭିଶାପ ଫେରେଇ ନିଅ। ମୁଁ ମୋ ଅଭିଶାପ ଫେରେଇ ନେଇ ପାରିବିନି। ତୁ ପକ୍ଷୀ ମାନଙ୍କର ଅପମାନ କରିଛୁ। ସେଥିପାଇଁ କେବେ ଯଦି ଗୋଟେ ଭଲ ମନର ପକ୍ଷୀ ତୋ ଉପରେ ଦୟା କରି ତତେ ତା ଘରେ ଆଶ୍ରୟ ଦେବ ଆଉ ତୋର ପ୍ରଶଂସା କରିବ, ସେବେ ଯାଇ ତୁ ଏ ଅଭିଶାପରୁ ମୁକ୍ତ ହେବୁ। ଆଉ ଗୋଟେ କଥା, ତୁ ଭଲ ମନର ପକ୍ଷୀ ଖୋଜିବା ପାଇଁ ପ୍ରତିଦିନ ସୁନା ଅଣ୍ଡା ଦେଇପାରିବୁ। ଆଜି ତମ ମାନଙ୍କ ପାଇଁ ମୁଁ ମୋ ଅଭିଶାପରୁ ମୁକ୍ତ ହେଇପାରିଲି। ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଏବେ ମୋ ଘରକୁ ଯାଉଛି। ତମେ ମାନେ ଭଲରେ ରୁହ। ଏମିତି କହି ପରି ସେଠାରୁ ଚାଲିଗଲା। ମା ଚଢ଼େଇ ତାର ଝିଅ ସାଙ୍ଗରେ ଖୁସିରେ ରହିଲା। ଆରେ ଆମେ
ଖେଳିବାକୁ ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ଚାଲ ସମସ୍ତେ ଘରକୁ ଯିବା। ବର୍ଷାରେ ବେଶୀ ସମୟ ଭିଜିଲେ ମା ମତେ ଗାଳି କରିବେ। ହଁ, ମୋ ମା ବି ଜାଣିଲେ ମତେ ରାଗିବେ। ଚାଲ ସମସ୍ତେ ନିଜ ନିଜ ଘରକୁ ଯିବା। ଏମିତି କଥା ହେଇ ସମସ୍ତେ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ। କାଉ ଛୁଆ ଆଉ ଚଢ଼େଇ ଛୁଆର ଘର ପାଖାପାଖି ହେଇଥିବାରୁ ସେମାନେ ସାଙ୍ଗ ହେଇ ଗୋଟିଏ ରାସ୍ତାରେ ଗଲେ। ଆଉ ମିଟୁ ଛୁଆର ଘର ଦୂର ହେଇଥିବାରୁ ସେ ଆଉ ଗୋଟିଏ ରାସ୍ତାରେ ଗଲା। ବର୍ଷା ବହୁତ ଜୋରେ ପଡୁଛି। ମୁଁ ଏବେ ଘରକୁ ଗଲେ ପୁରାପୁରି ଭିଜି ଯିବି। ତାଠୁ ଭଲ ହେବ ମୁଁ ଗୋଟେ ଜାଗାରେ ଆଶ୍ରୟ ନେଇଥାଏ। ବର୍ଷା ଛାଡ଼ିଗଲେ ଘରକୁ ଯିବି। ଆରେ କୁନି, ଦେଖୁଛୁ ନା କେତେ ଜୋରେ ବର୍ଷା ପଡୁଛି। ଚାଲ ଆମେ ସେ ଗଛ ତଳକୁ ଯିବା। ବର୍ଷା ଟିକେ କମିଯାଉ ତାପରେ ଘରକୁ ଯିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଆରେ ନଦୀ ଉପରେ ଗୋଲାପ ଘର। ଆଗରୁ ତ ମୁଁ ଏ ଘରକୁ ଏଠି ଦେଖିନଥିଲି। ମୁଁ ଥରେ ଏ ଘର ଭିତରକୁ ଯାଇ ଦେଖେ ଏ ଘରେ କିଏ ରହୁଛି। ଏମିତି ଚିନ୍ତା କରି ମିଟୁ ଛୁଆ ସେ ଗୋଲାପ ଘର ଭିତରକୁ ଗଲା। ତାକୁ ଦୂରରୁ କାଉ ଛୁଆ ଆଉ ଚଢ଼େଇ ଛୁଆ ଦେଖୁଥିଲେ। ଆରେ ବାଃ, ନଦୀ ଉପରେ କେତେ ସୁନ୍ଦର ଗୋଟେ ଗୋଲାପ ଘର। କୁନି ଦେଖିଲୁ ଆମ ସାଙ୍ଗ କେମିତି ସେ ଗୋଲାପ ଘର ଭିତରକୁ ଗଲା। ଚାଲ ନା ଆମେ ବି ଥରେ ସେ ଗୋଲାପ ଘର ଭିତରକୁ ଯାଇ ଦେଖିବା ସେଠି କ'ଣ ଅଛି। ଆରେ ନା ନା ଚିକି, ଆମେ ସେ ଘର ଭିତରକୁ ଯିବାନି। ଯଦି ଆମର କିଛି ବିପଦ ହେବ। ଆରେ ତୁ ଭୟ କରନି, କିଛି ହେବନି, ଚାଲ ଯିବା। ତାପରେ ସେମାନେ ଗୋଲାପ ଘର ପାଖକୁ ଗଲେ। ଝରକା ପଟୁ ସେମାନେ ଦେଖିଲେ ଗୋଟେ ଦୁଷ୍ଟ ଯାଦୁଗର ତାଙ୍କ ସାଙ୍ଗକୁ ବନ୍ଦୀ କରି ରଖିଛି। କିଏ ତୁମେ? ମତେ ଏମିତି ବନ୍ଦୀ କରି କାହିଁକି ରଖିଛ? ମତେ ଛାଡ଼ି ଦିଅ। ନା, ମୁଁ ତତେ ଛାଡ଼ି ପାରିବିନି। ତତେ ଛାଡ଼ିଦେଲେ ମୋର ଅନେକ ବଡ଼ କ୍ଷତି ହେଇଯିବ। ଚିକି, ଚାଲ ଏଠୁ ପଳେଇବା। ନହେଲେ ଯାଦୁଗର ଆମକୁ ଦେଖିନେବ। ସେ ଯଦି ଆମକୁ ଦେଖିନିଏ ଆମ ସାଙ୍ଗ ପରି ଆମକୁ ବି ବନ୍ଦୀ କରି ରଖିବ। ଦୁଇ ଛୁଆ ଭୟରେ ସେଠାରୁ ଚାଲି ଆସିଲେ। କିଛି ଦୂର ଗଲା ପରେ ବର୍ଷା ଛାଡ଼ିଗଲା। ସେପଟେ ଯା ହଉ ବର୍ଷା ଛାଡ଼ିଗଲା। ବୁଢ଼ୀ ମା, ମୁଁ ଏଇଠି ଖାଇବା ଆଉ ଔଷଧ ରଖିଦେଇଛି। ତୁମକୁ ଭଲ ଲାଗିଲେ ଉଠି ଖାଇନେବ। ଆରେ ଝିଅ, ତୁ ମୋ ନିଜର କେହି ନହେଲେ ବି ମୋର ଅନେକ ସେବା କରିଛୁ। ମୁଁ ତୋ ଉପରେ ବହୁତ ଖୁସିରେ ମା। ଏ ଦୁନିଆ ଛାଡ଼ି ଯିବା ପୂର୍ବରୁ ମୁଁ ତତେ ଗୁପ୍ତଧନ ବିଷୟରେ କିଛି କହିବାକୁ ଚାହୁଁଛି। ଗୁପ୍ତଧନ? ତୁମେ କ'ଣ ଗୁପ୍ତଧନ ବିଷୟରେ କିଛି ଜାଣିଛ ବୁଢ଼ୀ ମା? ହଁ, ମୁଁ ଜାଣିଛି। ଆମ ଜଙ୍ଗଲର ଉତ୍ତର ଦିଗରେ ତୁ ଗଲେ ଗୋଟେ ବୁଢ଼ା ବରଗଛ ପାଇବୁ। ସେଇ ବରଗଛ ପାଖରେ ଗୋଟେ ଛୋଟ ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ଗଲେ ତୁ ଗୋଟେ ନଦୀ ପାଇବୁ। ନଦୀ ପାର ହେଲେ ଗୋଟେ ସୁନାର ରାଜପ୍ରସାଦ ଅଛି। ସେଇ ରାଜପ୍ରସାଦରେ ଅନେକ ଅନେକ ସୁନା ଗହଣା ମୋତି ମାଣିକ ଅଛି। ଏ କ'ଣ କହୁଛ ବୁଢ଼ୀ ମା? ଆମ ଜଙ୍ଗଲରେ ଏମିତି ଗୋଟେ ଗୁମ୍ଫା ଅଛି, ହେଲେ ତା ବିଷୟରେ ଆମେ କେହି ଜାଣିନୁ। ହେଲେ ମାରେ ସାବଧାନ, ସେ ସୁନା ହୀରା ଅଭିଶପ୍ତ। ତୋର ଯେତେବେଳେ ଦରକାର ହେବ ସେବେ ହିଁ ସେ ରାଜପ୍ରାସାଦରୁ ତୁ ସୁନା ହୀରା ଆଣିବୁ। ଅତ୍ୟଧିକ ଲୋଭ କରିବୁନି, ନହେଲେ ତୋର ଅନର୍ଥ ହେବ। ବୁଝିଗଲି ବୁଢ଼ୀ ମା, ମୁଁ କେବେ ବି ଲୋଭ କରିବିନି। ହଉ ବୁଢ଼ୀ ମା, ମୁଁ ଏବେ ମୋ ଘରକୁ ଯାଏ। ଘରେ ମୋ ଝିଅ ମତେ ଅପେକ୍ଷା କରିଥିବ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ କୁନି ଆଉ ଚିକି ସହ ତାର ଦେଖା ହେଲା। ଆରେ ତମେ ମାନେ ଘରକୁ ନ ଯାଇ ଏଠି କ'ଣ କରୁଛ? କୁନି ତାର ମାକୁ ସବୁ ଘଟଣା କହିଲା। ତମେ ମାନେ କ'ଣ କହୁଛ? ମିଟୁ ଛୁଆ ବିପଦରେ ପଡ଼ିଛି। ଚାଲ ଆମେ ଏବେ ହିଁ ସେ ଗୋଲାପ ଘରକୁ ଯିବା। ଶୁଣ ପିଲାମାନେ, ତମେ ମାନେ ଏଇଠି ଥାଅ, ମୋ ସାଙ୍ଗରେ ଆସନି। ଯାଦୁଗର ତମ ମାନଙ୍କର କ୍ଷତି କରିପାରେ। ମୁଁ ଏକା ହିଁ ତା ପାଖକୁ ଯିବି। ଏମିତି କହି ମା ଚଢ଼େଇ ଶୀଘ୍ର ସେ ଗୋଲାପ ଘର ଭିତରକୁ ଗଲା। ଚଢ଼େଇକୁ ଦେଖି ତ ଯାଦୁଗର ଅନେକ ରାଗିଗଲା। କିଏ ତୁ? ତୋର ସାହସ ତ କମ୍ ନାହିଁ। ମତେ ନ କହି ମୋ ଗୋଲାପ ଘର ଭିତରକୁ ଆସିଲୁ। ମୁଁ ତତେ ଛାଡ଼ିବିନି। ଦେଖେ ଏବେ ମୁଁ ତୋର କ'ଣ କରୁଛି। ଶାନ୍ତ ହୁଅ ଯାଦୁଗର, ମତେ ମାରିବା ପୂର୍ବରୁ ମୋ କଥା ଆଗ ଶୁଣ। ତୁମେ ଯଦି ଏ ମିଟୁ ଛୁଆକୁ ଛାଡ଼ିଦେବ, ମୁଁ ତୁମକୁ ଗୁପ୍ତଧନର ଠିକଣା ଦେଇପାରିବି। ଥରେ ଯଦି ତୁମେ ସେ ଗୁପ୍ତଧନ ପାଇଯିବ ନା, ତୁମେ ଏଇ ଜଙ୍ଗଲରେ କ'ଣ ସାରା ପୃଥିବୀରେ ତୁମେ ଧନୀ ହେଇଯିବ। ତୁ ସତ କହୁଛୁ?
ତୁ ମତେ ଗୁପ୍ତଧନର ଠିକଣା ଦେଇପାରିବୁ? ତାହେଲେ ଏବେ ହିଁ କହ। ନା ନା, ମୁଁ ଏମିତି କହିବିନି। ତୁମେ ଆଗ ଏ ମିଟୁ ଛୁଆକୁ ଛାଡ଼ି ଦିଅ, ତାପରେ ମୁଁ ତୁମକୁ ସେ ଗୁପ୍ତଧନର ଠିକଣା କହିଦେବି। ଆଚ୍ଛା ଠିକ ଅଛି, ମୁଁ ମିଟୁ ଛୁଆକୁ ଛାଡ଼ିଦେବି, ହେଲେ ମୋ ସହ କିଛି ଚାଲାକି କରିବୁନି, ନହେଲେ ମୁଁ ତତେ ଏଇଠି ମାରିଦେବି। ନା ନା ଯାଦୁଗର, ମତେ ବିଶ୍ୱାସ କର, ମୁଁ ମିଛ କହୁନି। ତୁମେ ଏ ମିଟୁ ଛୁଆକୁ ଛାଡ଼ିଦେଲେ ମୁଁ ତୁମକୁ ଗୁପ୍ତଧନର ଠିକଣା ଦେବି। ଏମିତି ଶୁଣି ଖୁସି ହେଇ ଯାଦୁଗର ମିଟୁ ଛୁଆକୁ ଛାଡ଼ିଦେଲା। ମିଟୁ ଛୁଆ ସେଠାରୁ ଉଡ଼ି ତା ସାଙ୍ଗମାନଙ୍କ ପାଖକୁ ଚାଲିଗଲା। ଏବେ ମତେ ସେ ଗୁପ୍ତଧନର ଠିକଣା କହ। କହୁଛି, ଆମ ଜଙ୍ଗଲର ଉତ୍ତର ଦିଗରେ ଗଲେ ଗୋଟେ ବୁଢ଼ା ବରଗଛ ପଡ଼ିବ। ସେ ବୁଢ଼ା ବରଗଛ ପାଖରେ ଗୋଟେ ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ଏକ ନଦୀ ଅଛି। ନଦୀ ପାର ହେଲେ ଗୋଟେ ସୁନାର ରାଜପ୍ରସାଦ ଥିବ। ସେଇଠି ହିଁ ସବୁ ଗୁପ୍ତଧନ ଅଛି। ଚଢ଼େଇର କଥା ସରୁ ସରୁ ହିଁ ଗୁପ୍ତଧନ ଲୋଭରେ ଯାଦୁଗର ତୁରନ୍ତ ସେଠାକୁ ଗଲା। ତାର ପଛେ ପଛେ ମା ଚଢ଼େଇ ଆଉ ଛୁଆମାନେ ବି ଗଲେ। ମା, ଇଏ କେମିତିକା ଜାଗା? ମତେ ଭାରି ଡର ଲାଗୁଛି। ଭୟ କରନି, କିଛି ହେବନି, ମୁଁ ତମମାନଙ୍କ ସାଙ୍ଗରେ ଅଛି। ମୋ ପଛେ ପଛେ ଆସ। ଆରେ ବା, ଏଠି ତ ଅନେକ ସୁନା, ହୀରା, ମୋତି ମାଣିକ ଅଛି। ଏବେ ମୁଁ ବହୁତ ଧନୀ ହେଇଯିବି, ମତେ କେହି ଅଟକେଇ ପାରିବେନି। ଆଜି ମୋ ସ୍ୱପ୍ନ ପୁରା ହେଲା, ମୁଁ ଅନେକ ଖୁସି। ଏବେ ଯାଏ ମୁଁ ଏସବୁ ସୁନା ହୀରା ନେଇ ଏଠାରୁ ଚାଲିଯାଏ। ଯାଦୁଗର ସେ ସବୁ ସୁନା ହୀରା ଧରି ସେଠାରୁ ଆସିବା ସମୟରେ ତା ଦେହରେ ନିଆଁ ଲାଗିଗଲା। ଯାଦୁଗର ଚିତ୍କାର କରି କରି ସେ ନିଆଁରେ ଜଳି ପାଉଁଶ ହେଇଗଲା। ରାଜପ୍ରସାଦ ବାହାରେ ଥାଇ ଚଢ଼େଇ କହିଲା, ଏଥିପାଇଁ କୁହାଯାଏ ଲୋଭରୁ ପାପ, ଆଉ ପାପରୁ ମୃତ୍ୟୁ। ହେଲେ ମା, ତୁମେ ଏଇ ଗୁପ୍ତଧନ ବିଷୟରେ କେମିତି ଜାଣିଥିଲ? ମତେ ଏସବୁ ବୁଢ଼ୀମା କହିଥିଲେ। ବେଶୀ ଲୋଭ କରି ସୁନା ହୀରା ଏ ପ୍ରାସାଦରୁ ଯିଏ ନେବାକୁ ଆସେ ତାର ମୃତ୍ୟୁ ହୁଏ। ଆଜି ଏ ଗୁପ୍ତଧନ ପାଇଁ ହିଁ ଆମ ଜୀବନ ବଞ୍ଚିଗଲା। ଆଚ୍ଛା ପିଲାମାନେ, ଏବେ କହିଲ, ବିପଦ ସମୟରେ ଶକ୍ତି ନଥିଲେ ଆମେ କେମିତି ରକ୍ଷା ପାଇପାରିବା? ବୁଦ୍ଧି ଦେଇ ଆମେ ସବୁ ବିପଦରୁ ରକ୍ଷା ପାଇପାରିବା। ଏକଦମ ଠିକ କଥା। ଚାଲ ଏବେ ଘରକୁ ଯିବା। କୁନି, ଆଉ 2 ଦିନ ପରେ ତ ଜନ୍ମଦିନ। ତୁ ଆଜି ଯାଇ କେବେ ବି ତ ଜନ୍ମଦିନରେ କେକ୍ କାଟିନୁ। ଏ ବର୍ଷ ତ କେକ୍ କାଟିବୁ ନା ନାହିଁ? ଆରେ ତୁ ବି ନା, କାହାକୁ କଣ କଥା ପଚାରୁଛୁ? ଏମିତି ଗରିବ ମାନଙ୍କର କଣ କେବେ ଜନ୍ମଦିନ ପାଳନ ହୁଏ? ତମେ ମାନେ କଣ ଦେଖିନ ମୋ ବାପା ମା ମୋ ଜନ୍ମଦିନ କେତେ ଧୁମଧାମରେ ପାଳନ କରନ୍ତି? ଏଇ ଆସନ୍ତା ମାସ ମୋ ଜନ୍ମଦିନ। ତମେ ସମସ୍ତେ ମୋ ଘରକୁ ଆସିବ। ମୁଁ ତମ ସମସ୍ତଙ୍କୁ କେକ୍ ଖୁଏଇବି। ତମେ ମାନେ ଧନୀ ବୋଲି ଏମିତି ମୋର ମଜା ଉଡଉଛ? ଏଇ ଶୁକ୍ରବାର ମୋ ଜନ୍ମଦିନ। ତମେ ସମସ୍ତେ ମୋ ଘରକୁ ଆସିବ, ଆଉ ଦେଖିବ ମୁଁ ସବୁଠୁ ବଡ କେକ୍ କାଟିବି। ଏମିତି ରାଗି କୁନି ତା ଘରକୁ ଗଲା, ଆଉ ତାର ମାକୁ କହିଲା, ମା, ମୁଁ କେବେ ବି ମୋ ଜନ୍ମଦିନରେ କେକ୍ କାଟିନି ବୋଲି ମୋ ସାଙ୍ଗମାନେ ଆଜି ସ୍କୁଲରେ ମୋର ମଜା ଉଡଉଥିଲେ। ମୁଁ ସେମାନଙ୍କୁ କହିକି ଆସିଛି, ଏଥର ମୁଁ ମୋ ଜନ୍ମଦିନରେ ଗୋଟେ ବଡ କେକ୍ କାଟିବି। ଆରେ ମା, ଛୋଟ କେକ୍ କିଣିବାକୁ ମୋ ପାଖରେ ଟଙ୍କା ନାହିଁ, ଆଉ ତୁ ବଡ କେକ୍ କିଣିବାକୁ ଚାହୁଁଛୁ? ତୋ ବାପା ଯିବା ପରେ ମୁଁ ଅନେକ କଷ୍ଟରେ ଘର ଚଳଉଛି। ଏମିତିରେ ମୁଁ ତ ଜନ୍ମଦିନ କେମିତି ପାଳିବି କହିଲୁ ରେ ମା? ମା, ମୋର ଭୁଲ ହେଇଗଲା। ତମେ ଆଉ ମନ ଦୁଃଖ କରନି। ମୁଁ ଆଉ କେବେ କିଛି ତମକୁ ମାଗିବିନି। ମା, ଆଜି ତମ ଜନ୍ମଦିନ। ଅନେକ ଦିନ ହେଲାଣି ମୁଁ ସମୁଦ୍ର କୂଳକୁ ଯାଇନି। ଆଜି ନା ମୋର ସମୁଦ୍ର ଦେଖିବାକୁ ବହୁତ ଇଚ୍ଛା ହେଉଛି। ମୁଁ ଏବେ ଯାଉଛି ସମୁଦ୍ର କୂଳରୁ ଟିକେ ବୁଲି ଆସିବି। ଆଚ୍ଛା ହଉ, ତୁ ଯା, ହେଲେ ଶୀଘ୍ର ଘରକୁ ଫେରିବୁ। ମୁଁ ଆଜି ତ ମନ ପସନ୍ଦର ଖାଇବା ରାନ୍ଧିଥିବି। ତାପରେ କୁନି ସମୁଦ୍ର କୂଳକୁ ଗଲା। ସେପଟେ ସମୁଦ୍ର ଭିତରେ ଗୋଟେ ଜଳପରୀ ରହୁଥିଲା। ଜଳପରୀ ଖୁସିରେ ପାଣି ଭିତରେ ବୁଲୁଥିବା ସମୟରେ ହଠାତ୍ ପାଣିର ସ୍ରୋତ ବଢିଗଲା। ଏ କଣ ହେଉଛି? ହଠାତ୍ ପାଣିର ସ୍ରୋତ କେମିତି ବଢିଗଲା? ବଞ୍ଚାଅ, ବଞ୍ଚାଅ। ଏ କଣ? କିଏ ଏଠି ଏମିତି ପଡିଛି? ମୁଁ ତା ପାଖକୁ ଯାଇ ଦେଖେ। ଆରେ, ଇଏ
ତ ଜଳପରି, ହେଲେ ଜଳପରିର ତ ହୋସ୍ ନାହିଁ। ମୁଁ ଏବେ ହିଁ କିଛି କରେ। ଏମିତି ଚିନ୍ତା କରି କୁନି ପାଣି ଆଣି ଜଳପରିର ମୁହଁରେ ଢାଳିଲା ଆଉ ତାକୁ ଉଠେଇଲା। ଜଳପରି, ଜଳପରି, ଉଠ ଜଳପରି। କିଏ କିଏ ମତେ ଡାକୁଛ? ମୁଁ କୋଉଠି ଅଛି? ମୁଁ ତୁମକୁ ଡାକୁଛି ଜଳପରି। ତୁମର ହୋସ୍ ନଥିଲା, ସେଥିପାଇଁ ମୁଁ ତୁମ ମୁହଁରେ ପାଣି ଢାଳି ତୁମକୁ ଉଠାଉଥିଲି। ହେଲେ ଜଳପରି, ତମର ଏମିତି ଅବସ୍ଥା କେମିତି ହେଲା? ମୁଁ ଜମା ବି ନିଶ୍ୱାସ ନେଇ ପାରୁନି। ମୁଁ ଏବେ ପାଣି ଭିତରକୁ ଯାଏ। ମୁଁ ପାଣି ଭିତରେ ବୁଲୁଥିଲି, ହଠାତ୍ ପାଣିର ସ୍ରୋତ ବଢିଗଲା। ସେହି ପାଣିରେ ଭାସି ଆସି ମୁଁ ଏଠି ପଡିଗଲି। ସୁନ୍ଦର ଛୋଟ ପକ୍ଷୀ, ତୁ ଆଜି ମୋର ଜୀବନ ରକ୍ଷା କଲୁ। କହ, ତତେ କଣ ଦରକାର? ତୁ ଯାହା କହିବୁ ମୁଁ ତତେ ସେସବୁ ଉପହାର ଦେବି। ମୋର ସେମିତି କିଛି ଇଚ୍ଛା ନାହିଁ ଜଳପରି। ଆଜି ମୋର ଜନ୍ମଦିନ। ମୋ ସାଙ୍ଗମାନଙ୍କ ପରି ମୁଁ ବି ଆଜି କେକ୍ କାଟିବାକୁ ଚାହୁଁଥିଲି, ହେଲେ ଆମେ ବହୁତ ଗରିବ। ମା ଅନେକ କଷ୍ଟ କରି ଘର ଚଳାନ୍ତି। ଆଜି ଯାଇ କେବେ ବି ମୋ ଜନ୍ମଦିନ ପାଳନ ହେଇନି। ତୁ ଆଉ ମନ ଦୁଃଖ କରନି ଛୋଟ ପକ୍ଷୀ, ତୁ ମୋ ସାଙ୍ଗରେ ଆସେ, ମୁଁ ତ ଇଚ୍ଛା ପୁରା କରିବି। ହେଲେ ମୁଁ କୋଉଠିକି ଯିବି? ମୋ ସହିତ ମୋ ରାଜପ୍ରସାଦକୁ ଯିବୁ। ଏମିତି କହି ଜଳପରି ଚଢ଼େଇ ଛୁଆକୁ ପାଣି ଭିତରକୁ ନେଇଗଲା। ଜଳପରି, ମୁଁ ତ ପାଣି ଭିତରେ ଅଛି। ମୁଁ କେମିତି ନିଶ୍ୱାସ ନେଇ ପାରୁଛି? ମୁଁ ସେ ବ୍ୟବସ୍ଥା କରିଦେଇଛି। ତୁ ପାଣି ଭିତରେ ନିଶ୍ୱାସ ନେଇପାରିବୁ। ତୋର କିଛି ଅସୁବିଧା ହେବନି। ମୋ ରାଜପ୍ରସାଦକୁ ଚାଲେ, ମୁଁ ତତେ ବହୁତ ଭଲ ଭଲ ଖାଇବା ଖୁଏଇବି। ଏମିତି କହି ଜଳପରି ଚଢ଼େଇ ଛୁଆକୁ ନେଇ ତା ପ୍ରାସାଦକୁ ଗଲା ଆଉ ତାକୁ ଅନେକ ଭଲ ଭଲ ଖାଇବା ଦେଲା। ବାଃ, ଏଠି ତ ଅନେକ ଖାଇବା ଅଛି। ଏସବୁ କଣ ମୋ ପାଇଁ? ହଁ, ଏ ସବୁ ତୋ ପାଇଁ। ତୁ ମନ ଭରି ଖାଇବା ଖା। ତାପରେ କୁନି ଖାଇବା ଖାଇଲା। ସେପଟେ ଆଜି ମୋ ଝିଅର ଜନ୍ମଦିନ। ସେ କେତେ ଆଶା କରିଥିଲା ଆଜି କେକ୍ କାଟିବ, ହେଲେ ମୁଁ ତା ପାଇଁ ଗୋଟେ କେକ୍ ବି କିଣି ପାରୁନି। ନା ନା, ମୁଁ ତାକୁ ଆଜି ମନ ଦୁଃଖରେ ଦେଖିପାରିବିନି। ମୁଁ ଆଜି ଯେମିତି ବି ହେଉ ତା ପାଇଁ ଗୋଟେ କେକ୍ କିଣି ଆଣିବି। ମିଟୁ ଭାଇ, ଆଜି ମୋ ଝିଅର ଜନ୍ମଦିନ। ମୋ ପାଖରେ ଟଙ୍କାଟେ ବି ନାହିଁ। ମତେ ଗୋଟେ କେକ୍ ଧାର ଦେଇଥାଅ, ମୁଁ ପଛରେ ତମକୁ ଟଙ୍କା ଦେଇଦେବି। ଆରେ ଚଢ଼େଇ, ମୁଁ କାହାକୁ ବି କେକ୍ ଧାର ଦିଏନି। ହେଲେ ରାଜୁ ମୋର ଭଲ ସାଙ୍ଗ ଥିଲା, ସେଥିପାଇଁ ମୁଁ ତତେ କେକ୍ ଧାର ଦେଉଛି। ତୁ ମତେ ଶୀଘ୍ର ମୋ ଟଙ୍କା ଦେଇଦେବୁ। ଏମିତି କହି ମିଟୁ ଚଢ଼େଇକୁ କେକ୍ ଦେଲା। ଚଢ଼େଇ କେକ୍ ଧରି ଘରକୁ ଫେରିଲା। କୁନି, ମା କୁନି, ଦେଖେ ମୁଁ ଆଜି ତୋ ପାଇଁ କେକ୍ ଆଣିଛି। ଏ କଣ, ଝିଅଟି ଏଯାଏଁ ଘରକୁ ଫେରିନି? ମୁଁ ଏବେ ହିଁ ତା ପାଖକୁ ଯାଏ। ଅନେକ ଡେରି ହେଲାଣି ଜଳପରି, ମା ମତେ ଖୋଜୁଥିବେ। ମୁଁ ଏବେ ମୋ ଘରକୁ ଯାଏ। ତୁ ଏବେ ଘରକୁ ଯିବୁ? ଆଚ୍ଛା ଠିକ ଅଛି। ଆଜି ତୋର ଜନ୍ମଦିନ, ତୁ ଏ କେକ୍ ନେ ତୋ ସାଙ୍ଗମାନଙ୍କ ସହ କାଟିବୁ। ଆଉ ତା ସହ ଏ ମୁକ୍ତା ବି ନେ। ଏ ମୁକ୍ତା ବିକ୍ରି କରି ତମେ ମାନେ ଆରାମରେ ଚଳିପାରିବ। ତୋର ଯେବେ ବି ମୁକ୍ତା ଦରକାର ହେବ ମୋ ପାଖକୁ ଆସି ମତେ ଡାକିବୁ, ମୁଁ ତତେ ମୁକ୍ତା ଦେବି। ଜଳପରି ଚଢ଼େଇ ଛୁଆକୁ ଆଣି କୂଳରେ ଛାଡ଼ିଲା। ତାପରେ ସେ ସେଠାରୁ ଚାଲିଗଲା। ସେହି ସମୟରେ ମା ଚଢ଼େଇ ସେଠାରେ ଆସି ପହଞ୍ଚିଲା। ଆରେ ମା, ତୁ ଠିକ ଅଛୁ ତ? ଏତେ ସମୟ ହେଲାଣି, ତୁ ଘରକୁ କାହିଁକି ଯାଇନୁ? କୁନି ତାର ମାକୁ ସବୁ ଘଟଣା କହିଲା। ମା, ଏଇ ମୁକ୍ତାକୁ ନିଅ, ୟାକୁ ବିକ୍ରି କରି ଆମ ଭଙ୍ଗା ଘରକୁ ମରାମତି କରିନିଅ। ହଁ, ତା ତ କରିବି, ହେଲେ ତା ପୂର୍ବରୁ ମୁଁ ଆଜି ତ ଜନ୍ମଦିନ ଧୁମଧାମରେ ପାଳନ କରିବି। ତାପରେ ମା ଚଢ଼େଇ ମୁକ୍ତା ବିକ୍ରି କରି ଅନେକ ଟଙ୍କା ପାଇଲା। ଆଉ ସେଇ ଟଙ୍କାରେ ସେ କୁନିର ଜନ୍ମଦିନ ପାଳନ କଲା। କୁନିର ସବୁ ସାଙ୍ଗ ତା ଜନ୍ମଦିନକୁ ଆସିଥିଲେ। ବାଃ କୁନି, ତା କେକ୍ ଅନେକ ବଡ଼। ଏତେ ସୁନ୍ଦର କେକ୍ ଆମେ ଆଗରୁ କେବେ ଦେଖିନଥିଲୁ। ହଁ କୁନି, ଆଜି ଆମେ ତୋ ପାଇଁ ଅନେକ ଖୁସି। ତୁ ଏବେ କେକ୍ କାଟେ। Happy birthday to you. Happy birthday to you. ସତ କଥା, କୁନିର ଜନ୍ମଦିନ କେତେ ଧୁମଧାମରେ ପାଳନ ହେଉଛି। ଆଜି ଯାଏ ତ ମୋ ଜନ୍ମଦିନ ଏମିତି କେବେ ପାଳନ ହେଇନି। ମୁଁ ଘରକୁ ଗଲେ ବାପା ମାଙ୍କୁ କହିବି, ମୋ ଜନ୍ମଦିନ ବି କୁନି ଜନ୍ମଦିନ ପରି କରିବେ। ଏମିତି କୁନି କେକ୍ କାଟିଲା। ସମସ୍ତେ କେକ୍ ଖାଇ ସାରିଲା ପରେ ଘରକୁ ଗଲେ। କାଉ ଛୁଆ ତାର ମାକୁ ସବୁ ଘଟଣା କହିଲା।
ଦୁଇ ଦିନ ତଳେ ଚଢ଼େଇ ଏତେ ଗରିବ ଥିଲା ଯେ ସେ ମୋ ପାଖରୁ ଖାଇବା ଧାର ନେଇଥିଲା। ହଠାତ୍ ତାର ଏତେ ପରିବର୍ତ୍ତନ କେମିତି ହେଲା? ମୁଁ ଆଜିଠୁ ଚଢ଼େଇ ଉପରେ ନଜର ରଖିବି ଆଉ ଦେଖିବି ସେମାନେ କ'ଣ କରୁଛନ୍ତି। ଜଳପରି ତୁମେ କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। ଆରେ ଛୋଟ ପକ୍ଷୀ, କ'ଣ ହେଇଛି ତୋର? ମତେ କହ। ଜଳପରି, ମୋ ମାଙ୍କ ଦେହ ବହୁତ ଖରାପ। ସେ 2 ଦିନ ହେଲାଣି କାମକୁ ଯାଇପାରୁନାହାନ୍ତି। ଘରେ ଆଉ ଟଙ୍କା ବି ନାହିଁ। ସେଥିପାଇଁ ତୁମ ପାଖକୁ ଆସିଲି। ତୁମେ ମତେ ସାହାଯ୍ୟ କର। ହଁ, କାହିଁକି ନୁହଁ। ଏଇ 2ଟି ମୁକ୍ତା ନେ। ଏ ମୁକ୍ତା ବିକ୍ରି କରି ତୁ ତ ସମସ୍ୟାର ସମାଧାନ କରିପାରିବୁ। ତାପରେ ଚଢ଼େଇ ଛୁଆ ମୁକ୍ତା ନେଇ ସେଠାରୁ ଚାଲିଗଲା। ଏ ସବୁ ଦୂରରୁ କାଉ ଦେଖୁଥିଲା। ଓ ଏମିତି କଥା। ଯେମିତି ବି ହେଉ ମୁଁ ବି ଏ ଜଳପରି ପାଖରୁ ମୁକ୍ତା ନେଇକି ରହିବି। ଜଳପରି କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। ହଁ ଛୋଟ ପକ୍ଷୀ, କହ କ'ଣ ହେଲା? ମୁଁ ତତେ ମୁକ୍ତା ଦେବି। ନା ଜଳପରି, ମୁଁ ଆଜି ମୁକ୍ତା ନେବାକୁ ଆସିନି। ମୋ ମା ଏବେ ସୁସ୍ଥ। ସେ ତୁମ ପାଇଁ ନିଜେ ମିଠା ତିଆରି କରି ପଠେଇଛନ୍ତି। ଏଇ ନିଅ ଖାଅ। ଠିକ୍ ସେହି ସମୟରେ ଜଳପରି ଉପରେ ଏକ ଜାଲ ପଡ଼ିଲା। କାଉ ଆଉ ମିଟୁ ବାହାରକୁ ଆସିଲେ। ଆରେ ସାଙ୍ଗ, ତୁ ଠିକ୍ କହୁଥିଲୁ। ଇଏ ତ ଗୋଟେ ଜଳପରି। ଚାଲ ଏବେ ଆମେ ଏଇ ଜଳପରିକୁ ବନ୍ଦୀ କରି ରଖିବା ଆଉ ତା ପାଖରୁ ଅନେକ ମୁକ୍ତା ନେବା। ନା, ଜଳପରିର କିଛି କ୍ଷତି କରନି। ତାଙ୍କୁ ଛାଡ଼ି ଦିଅ। ନା, ଆମେ ଜଳପରିକୁ ଛାଡ଼ିବୁନି। ଆମେ ତାକୁ ବନ୍ଦୀ କରି ରଖିବୁ। ଜଳପରି ପ୍ରତିଦିନ ଆମକୁ ମୁକ୍ତା ଦେବ। ଆମେ ସେ ମୁକ୍ତା ବିକ୍ରି କରି ଅନେକ ଧନୀ ହେବୁ। ଏ କ'ଣ? ଜଳପରି ତ ବିପଦରେ ପଡ଼ିଛି। ବଦମାସ କାଉ ଆଉ ମିଟୁ ଜଳପରିକୁ ବନ୍ଦୀ କରିବେ। ମୁଁ ଏବେ ତାଙ୍କ ପାଖକୁ ଯାଏ। ଏମିତି କହି ମା ଚଢ଼େଇ ଗୋଟେ ବଡ଼ ଲାଠି ଆଣି ମିଟୁ ଆଉ କାଉକୁ ପିଟିଲା। ସେଇ ଭିତରେ ପୁଣି ଜଳପରିର ଜାଲ କାଟି ତାକୁ ମୁକ୍ତ କରିଦେଲା। ଦୁଷ୍ଟ ଲୋଭୀ ପକ୍ଷୀ ଦଳ, ମତେ ବନ୍ଦୀ କରି ତମେ ମାନେ ଠିକ୍ କରିନ। ମୁକ୍ତା ନେବାକୁ ତମର ଭାରି ଇଚ୍ଛା ନା? ଏବେ ମୁଁ ତମ 2 ଜଣଙ୍କୁ ମୁକ୍ତା ବନେଇଦେବି। ଏମିତି କହି ଜଳପରି କାଉ ଆଉ ମିଟୁକୁ ମୁକ୍ତା ବନେଇଦେଲା। ତମେ ମାନେ ବହୁତ ଭଲ। ଯେବେ ବି କିଛି ଦରକାର ହେବ ଏଠାକୁ ଆସି ମତେ ଡାକିବ। ମୁଁ ନିଶ୍ଚୟ ତମ ମାନଙ୍କୁ ସାହାଯ୍ୟ କରିବି। ମୁଁ ଏବେ ଯାଉଛି। ତମେ ମାନେ ଭଲରେ ରୁହ। ତାପରେ ଜଳପରି ନିଜ ରାଜପ୍ରସାଦକୁ ଚାଲିଗଲା। ମା ଚଢ଼େଇ ଆଉ ତାର ଝିଅ ବି ନିଜ ଘରକୁ ଫେରିଗଲେ।